କାର୍ତ୍ତିକ ମାସ ଯାଏ ମାର୍ଗଶୀର ମାସ ଆରମ୍ଭ ହେଲାଣି। ମାର୍ଗଶୀର ମାସ ଆସିଗଲେ ସବୁ ଗୃହିଣୀମାନଙ୍କ ମନରେ ଚିନ୍ତା ଲାଗେ କେମିତି ଆମେ ଲକ୍ଷ୍ମୀ ପୂଜା କରିବା। ସକାଳୁ ଉଠି ସ୍ନାନ କରି କେମିତି ଆମେ ଲକ୍ଷ୍ମୀ ପୂଜା କରିବା, କେମିତି ସବୁ ଝୋଟି ଚିତା ପକାଇବା, ସମସ୍ତଙ୍କ ମନରେ ଗୋଟେ ଚିନ୍ତା ଆସିଯାଏ। କିନ୍ତୁ ଚିନ୍ତା କରିବାରେ କିଛି ନାହିଁ। ମାଆଙ୍କ ସୁମରଣ କରିକି ଆମେ ଯଦି ସବୁ କାମ କରିପାରିବା ତାହେଲେ ସବୁ ଜିନିଷ ଆମକୁ ସହଜ ଲାଗିବ। ଆଉ ମାର୍ଗଶୀର ମାସ ଗୁରୁବାର ଆସିଗଲେ କିଛି ଗୋଟେ ଗୁରୁବାରର ଗୋଟେ ଅଲଗା ମାହାତ୍ମ୍ୟ। ଆମେ ତ ସବୁ ଗୁରୁବାର ଲକ୍ଷ୍ମୀ ପୂଜା କରୁଛେ, କିନ୍ତୁ ଏଇ ମାର୍ଗଶୀର ମାସ ଗୁରୁବାରର ମାହାତ୍ମ୍ୟ କିଛି ଅଲଗା। ଆମେ ସକାଳୁ ଉଠି ମାଆଙ୍କୁ ସ୍ନାନ କରି ପୂଜା କରିବା। ମୁଁ ଏଠି ଝୋଟି ଚିତା ପକାଇ ମାଆଙ୍କୁ ଏଠି ବସାଇଛି। ଆମେ ଯେତେବେଳେ କନ୍ୟାକୁମାରୀ ବୁଲି ଯାଇଥିଲୁ ସେଠି ମୁଁ ଶଙ୍ଖର ଲକ୍ଷ୍ମୀ ମୂର୍ତ୍ତି ଆଣିଥିଲି। ଆଉ ମାଆଙ୍କୁ ମୁଁ ଏଠି ଶଙ୍ଖର ମୂର୍ତ୍ତି ବସାଇଛି, ପିତ୍ତଳର ମୂର୍ତ୍ତି ନୁହେଁ। ଶାଶୁ ଯେତେବେଳେ ଥିଲେ ସିଏ ତାଙ୍କ ଅଜା ଘରର ମାଣ ଆଣିକି ବସାଉଥିଲେ। ମୁଁ ଏଠି ଲକ୍ଷ୍ମୀ ମାଆଙ୍କୁ ତ ଏମିତି ମାନେ ସିମ୍ପଲ୍ ଉପାୟରେ ପୂଜା କରିଦେଉଥିଲି। ଆଉ କିନ୍ତୁ ଏଥରକ ଭାବିଲି ମାଆଙ୍କୁ ଟିକେ ମୁଁ ଭଲରେ ଟିକେ ପୂଜା କରିବି। ତେଣୁ ଟିକେ ମୂଳା, ଆମ୍ବପତ୍ର, ଫୁଲ ସବୁ ଯୋଗାଡ଼ିକି ମାଆଙ୍କୁ ଏବେ ବସାଇଛି। ଆଉ ମନରେ ବି ଇଚ୍ଛା ଥିଲା ମୋତେ ଯଦି ଧାନ ମେଣ୍ଟାଟେ ମିଳନ୍ତା, ମାଆଙ୍କ କୃପାରୁ କେମିତି ଧାନ ମେଣ୍ଟାଟେ ମିଳନ୍ତା, ତାହେଲେ ମୁଁ ଟିକେ ମାଆଙ୍କୁ ରଖିକି ପୂଜା କରନ୍ତି। କିନ୍ତୁ ମାଆଙ୍କ କୃପାରୁ ଧାନ ମେଣ୍ଟା ବି ଗାଁରୁ ଆସିଗଲା। ଆଉ ଶ୍ୱଶୁର ମୋ ପାଖକୁ ପଠାଇଲେ। ତେଣୁ ମୋତେ ବହୁତ ଖୁସି ଲାଗିଲା, ଯାହାକୁ ମାଆଙ୍କୁ ମୁଁ ମାଗିଥିଲି ମୋ ଧାନ ମେଣ୍ଟାଟା ଆସିଲା। ଆଉ ଏଠି ମିଳୁଛି ମୁଁ ଜାଣିଥିଲି, ଦେଖିନଥିଲି ଏତେ ଦୋକାନରେ, ପରେ ଦେଖିଲି, କିନ୍ତୁ ମୁଁ କେବେ ଆଣିନଥିଲି। କିନ୍ତୁ ଗାଁରୁ ଏଠି ମାଆଙ୍କୁ ଏଠି ମନେ ମନେ ସୁମରଣ କରିକି ମାଗିଥିଲି, ଯେହେତୁ ଧାନ ମେଣ୍ଟା ଆସି ମୋର ପହଞ୍ଚିଗଲା। ମୋତେ ବହୁତ ଖୁସି ଲାଗିଲା। ମୁଁ ଟିକେ ଏବେ ମାଆଙ୍କୁ ଏଠି ଭଲରେ ପୂଜା କରିପାରିଲି। ମୋ ହାତରେ ଯେତିକି ହେଲା ମୁଁ ସେତିକିରେ ମାଆଙ୍କୁ ପୂଜା କଲି। ଆମେ ବା ମାଆଙ୍କୁ କ'ଣ ଦେଇପାରିବା? ଆଉ ଆମେ ତ ନରମାନବ, ସିଏ ତ ଅନ୍ନପୂର୍ଣ୍ଣା ଦେବୀ। ଆଉ ତାଙ୍କ ପାଖେ କେଉଁ ଜିନିଷ ନାହିଁ ଯେ ଆମେ ତାଙ୍କୁ ଦେବା। ମୁଁ ଏଠି ମାଆଙ୍କୁ ସୁନ୍ଦର ଭାବରେ ସଜାଇ ଦେଇଛି। ଗେଣ୍ଡୁ ଫୁଲ ଆଉ ଗୋଲାପ ଫୁଲ, ଟଗର ଫୁଲରେ ମାଆଙ୍କୁ ମୁଁ ସଜାଇ ଦେଇଛି। ଆଉ ପାଖରେ ତାଙ୍କର ମୂଳା, କନ୍ଦମୂଳ, କାକୁଡ଼ି ସବୁ ରଖିକି ସଜାଇ ଦେଇଛି। ଆମ୍ବ ଡାଳ, ଅଁଳା ଡାଳ ମଧ୍ୟ ଭଲ ଭାବେ ମୋତେ ମିଳିଗଲା। ତେଣୁ ମୁଁ ଆଣିକି ମାଆଙ୍କ ପାଖେ ଏଠି ସଜାଇଛି। ମୋ ହାତରେ ଯେତିକି ହେଲା ମୁଁ ସେତିକିରେ ମାଆଙ୍କୁ ସଜାଇକି ପୂଜା କରୁଛି। ଆଉ ଏଠି ମାଆଙ୍କୁ ମୁଁ ସିନ୍ଦୁର ଲଗାଇ ଦେଉଛି, ତାଙ୍କ ଫଟୋରେ ମଧ୍ୟ ସିନ୍ଦୁର ଲଗାଇ ଦେଉଛି। ଆଉ ଧୂପ, କର୍ପୂର, ଝୁଣାରେ ମାଆଙ୍କୁ ଆମେ ପୂଜା କରିବା, ଆରାଧନା କରିବା। ମୁଁ ଏଠି ଲକ୍ଷ୍ମୀ ମାଆଙ୍କ ପାଖରେ ପ୍ରଭୁ ଜଗନ୍ନାଥଙ୍କୁ ବିରାଜମାନ କରିଛି। କାରଣ ଲକ୍ଷ୍ମୀଙ୍କ ସାଙ୍ଗେ ଯଦି ଆମେ ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରିବା ତାହେଲେ ମାଆ ଖୁସି ହେଇଥାନ୍ତି। ଯଦି ଆମେ ମାଆଙ୍କୁ ଏକାକୀ ସୁମରଣ କରିବା ତାହେଲେ ମାଆ ଟିକେ ଅଭିମାନ କରନ୍ତି। ଯେଉଁ ଭକ୍ତ ମାଆଙ୍କୁ ଏକାକୀ ହିଁ ସୁମରଣ କରିବ ତାହେଲେ ମାଆ ଟିକେ ଅଭିମାନ କରିବେ। କାରଣ ଆମେ ଯେମିତି ବାହାଘରରେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କୁ ଡାକିଥାଉ, ନହେଲେ ତାଙ୍କ ମନ ଦୁଃଖ ହୁଏ, ସେମିତି ମାଆଙ୍କୁ ଯଦି ଆମେ ଏକାକୀ ସୁମରଣ କରିବା ତାହେଲେ ମାଆଙ୍କ ଟିକେ ମନ ଦୁଃଖ ହୁଏ। ପ୍ରଭୁ ଜଗନ୍ନାଥଙ୍କ ସହ ଯଦି ଆମେ ଓମ୍ ଲକ୍ଷ୍ମୀ ନାରାୟଣ ନମସ୍ତୁତେ କହିକି ଯଦି ତାଙ୍କୁ ପୂଜା କରିବା, ତାଙ୍କୁ ବିରାଜମାନ କରିକି ଏକାଠି ବସାଇବା, ତାହେଲେ ମାଆ ଖୁସି ହେଇଥାନ୍ତି। ଆଉ ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳ, ତାଙ୍କୁ ଯଦି ଆମେ ଏକାକୀ ଡାକିବା ତାହେଲେ ସିଏ ଚଞ୍ଚଳ ବି ଆମ ଘରକୁ ଚାଲିଯିବେ। ତେଣୁ ଯଦି ଆମେ ଲକ୍ଷ୍ମୀ ନାରାୟଣ ସୁମରଣ କରିକି ତାଙ୍କୁ ମାଆଙ୍କୁ ପୂଜା କରିବା, ଓମ୍ ଲକ୍ଷ୍ମୀ ନାରାୟଣ ନମସ୍ତୁତେ କହିକି ମାଆଙ୍କୁ ସୁମରଣ କରି ପୂଜା କରିବା, ତାହେଲେ ଉଭୟ ଗରୁଡ଼ ପିଠିରେ ବସି ଆମ ଘରକୁ ପ୍ରବେଶମାନ କରିଥାନ୍ତି। ଆମେ ଏଇ ପୂଜାଟି ସକାଳ ଭୋର 5ଟାରୁ କରିବା, କାରଣ ବ୍ରହ୍ମ ମୁହୂର୍ତ୍ତର ସମୟ। ତା ପୂର୍ବରୁ କେବେ କରିବା ନାହିଁ। ତା ପୂର୍ବରୁ କଲେ ମାଆ ଯେହେତୁ ପେଚା ଉପରେ ବିରାଜମାନ, ତେଣୁ ପେଚାକୁ ରାତିରେ ଦିଶେନି, ସେଟା ସେ ଲକ୍ଷ୍ମୀ ଆସନ୍ତିନି, ଅଲଗା ଆସନ୍ତି। ତେଣୁ ଆମେ ମାଆଙ୍କୁ ଭୋର 5ଟାରୁ ପୂଜା କରିବା। କାରଣ ପ୍ରଭୁ ଜଗନ୍ନାଥଙ୍କର ଦ୍ୱାର ଫିଟା ନୀତି 5:30, 5:45 ଏମିତିରେ ହେଉଛି। ତେଣୁ ସେଇ ଅନୁସାରେ ଆମେ ମାଆଙ୍କର ବ୍ରହ୍ମ ମୁହୂର୍ତ୍ତରେ ପୂଜା କଲେ ଭଲ। ମୁଁ ଏଇ କଥା କିଛି କିଛି ଜାଣିଥିଲି ଆଉ କିଛି କିଛି ଜାଣି ବି ନଥିଲି। ତେଣୁ ଜଗନ୍ନାଥ ସଂସ୍କୃତି ଦେଖିଲା ପରେ ମୁଁ ଏ କଥା କିଛି କିଛି ଜ୍ଞାନ ପାଇଲି, ଆପଣ ସାଙ୍ଗେ ମଧ୍ୟ ସେୟାର କରିବାକୁ ଚାହିଁଲି। ମୁଁ ଏବେ ପୂଜା କରିବାକୁ ଆସିଲି। ମୋତେ ବାରମ୍ବାର ଟିକେ ଉଠିବାକୁ ପଡ଼ୁଛି, କାହିଁକିନା ମୋର ଟିକେ ଏଠି ପାଣିର ବ୍ୟବସ୍ଥା ନାହିଁ। ତେଣୁ ମୋତେ ଟିକେ ବାରମ୍ବାର ଉଠିବାକୁ ପଡ଼ୁଛି। ତାପରେ ମୁଁ ଏବେ ମାଆଙ୍କୁ ପୂଜା କରିବି। ଆଉ ପୂଜା କରିବା ପାଇଁ ମୁଁ ଏଠି ମାଆଙ୍କ ପାଇଁ ଦୀପ ପ୍ରସ୍ତୁତ କରିଛି। ଆଉ ଦୀପରେ ମୁଁ ମାଆଙ୍କୁ ଏଠି ଆରାଧନା କରୁଛି। ଓମ୍ ଲକ୍ଷ୍ମୀ ନାରାୟଣ ନମସ୍ତୁତେ କହିକି ଆମେ ମାଆଙ୍କୁ ଆରାଧନା କରିବା। ଲକ୍ଷ୍ମୀ ନାରାୟଣ ଉଚ୍ଚାରଣ କରି ଯଦି ମାଆଙ୍କୁ ଆମେ ଆରାଧନା କରିବା, ମାଆ ହେଉଛନ୍ତି ଚଞ୍ଚଳା। ତେଣୁ ସେ କେବଳ ନାରାୟଣଙ୍କ ଗୋଡ଼ ପାଖେ ହିଁ ସେ ତିଷ୍ଠିକି ଥାଆନ୍ତି। ଆଉ ତାଙ୍କୁ ଯଦି ଏକାକୀ ତାଙ୍କ ନାଁରେ ସୁମରଣ କରିବା ତାହେଲେ ସେ ଜଲ୍ଦି ପଳାଇବେ। ତେଣୁ ଲକ୍ଷ୍ମୀ ନାରାୟଣ ନମସ୍ତୁତେ କହିକି ଆମେ ଯଦି ତାଙ୍କୁ ଉଚ୍ଚାରଣ କରିବା ତାହେଲେ ସେ ଆମ ଘରେ ବିରାଜମାନ କରିବେ।
କେବଳ ପ୍ରଭୁ ଜଗନ୍ନାଥଙ୍କ ମାନେ ଗୋଡ଼ ମୂଳେ ହିଁ ମାଆ ତିଷ୍ଠିକି ଥାଆନ୍ତି। ତାପରେ ମୁଁ ଏଠି କର୍ପୂରରେ ମଧ୍ୟ ମାଆଙ୍କୁ ଆରାଧନା କଲି। ଆଉ ଏଠି ମୁଁ କଳସ ବସାଇଥିଲି, କଳସରେ ମଧ୍ୟ ଫୁଲ ହେରିକା ଦେଲି। ଆଉ ଏବେ ମୁଁ ବାଳଭୋଗର ପୂଜା କରିବି। ଆଜି ମୁଁ ଆପୁଲ ଆଉ କଦଳୀ ମାଆଙ୍କୁ ଏଠି ପୂଜା ଭୋଗ ଲଗେଇଲି। ଛେନା ନଡ଼ିଆ କଦଳୀ ମୁଁ ଆର ପାଳିରେ ଭୋଗ ଲଗେଇଥିଲି। ଆପଣଙ୍କ ପାଖରେ ଯାହା ଅଛି ଆପଣ ମାଆଙ୍କୁ ଭୋଗ ଲଗେଇ ପାରିବେ। ମାଆଙ୍କ ପାଖେ ଏବେ ବାଳଭୋଗ ଲାଗି ହେଇସାରିଲା ପରେ ତାପରେ ଆମେ ପ୍ରସାଦ ରୂପେ ପରେ ପାଇବା। ମାଆଙ୍କୁ ମୁଁ ଏଠି ଭୋଗ ଲାଗି କଲି। ତାପରେ ଏଠି କର୍ପୂର ଆଳତି ମାଆଙ୍କୁ ଦେବା। ମାଆଙ୍କୁ ଓମ୍ ଲକ୍ଷ୍ମୀନାରାୟଣ ନମସ୍ତୁତେ କହି ମାଆଙ୍କୁ ଆରାଧନା କରିବା। ମା ଅନ୍ନପୂର୍ଣ୍ଣା ଦେବୀ, ମା ଲକ୍ଷ୍ମୀ, ମା ଆମ ଘରକୁ ପ୍ରବେଶ କର, ଲକ୍ଷ୍ମୀନାରାୟଣ ନମସ୍ତୁତେ କହି ମାଆଙ୍କୁ ଆମେ ଆରାଧନା କରିବା। ଆଉ ଆମେ କର୍ପୂର ଆଳତି ନେବା। ଆଉ ମାଆଙ୍କ ପାଖେ ଆମେ ସମର୍ପିତ ହୋଇ ମୁଣ୍ଡିଆ ମାରିବା। ମା ଆମର ଦୋଷ କ୍ଷମା କର, ଏଠି ଆମେ ମାଆଙ୍କୁ ମୁଣ୍ଡିଆ ମାରିବା। ମୋର ଏବେ ଲକ୍ଷ୍ମୀ ମାଆଙ୍କ ପୂଜା ସରିଲା ଆଉ ଘର ନୀତି ପୂଜା ସରିଲା। ତାପରେ ମୁଁ ଛାତ ଉପରେ ଯାଇ ତୁଳସୀ ମାଆଙ୍କୁ ପୂଜା କରିବି। ତୁଳସୀ ମାଆଙ୍କୁ ଏବେ ପୂଜା କରିବି। ତାଙ୍କ ଆଗରେ ମୁଁ ମାଆଙ୍କୁ ଦୀପ ଦେବି। ସ୍ୱୟଂ ତୁଳସୀ ମା ହେଉଛନ୍ତି ଲକ୍ଷ୍ମୀ ମା। ତାଙ୍କୁ ଟିକେ ତୁଳସୀ ଗଛରେ ଟିକେ ଫୁଲ ଦେବି ଆଉ ଦୀପ ଲଗେଇବି। ଦେଖନ୍ତୁ ଆମ ତୁଳସୀ ଗଛରେ କେତେ ସୁନ୍ଦର ଲାଗୁଛି। ମା ବୃନ୍ଦାବତୀକୁ ଆମେ ଏଠି ଫୁଲ ଦେବା। ଆଉ ଫୁଲ ଦେଇ ତାଙ୍କୁ ଦେବା। ତାପରେ ଏଠି ଦୀପ ମଧ୍ୟ ତାଙ୍କୁ ବି ଲଗେଇବା। ଧୂପ ଦୀପ ଯାହା ଦେଇ ମାଆଙ୍କୁ ପୂଜା କରିବେ। ଆଉ ମାଆଙ୍କୁ ମଧ୍ୟ ଏଠି ତୁଳସୀ ଗଛ ମୂଳେ ଭୋଗ ବି ଲଗେଇବା। ଆଉ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଆମେ ପୂଜା କରିବା। ନମସ୍କାର କରିବା। ମା ଲକ୍ଷ୍ମୀ ଆମ ଘରକୁ ପ୍ରବେଶ କର। ହ୍ୟାଲୋ ଫ୍ରେଣ୍ଡ, ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆଜି ମା ଲକ୍ଷ୍ମୀଙ୍କ କୃପାରୁ ଆପଣ ନିଶ୍ଚୟ ଭଲ ଥିବେ। ଆଜି ମାଣବସା ଗୁରୁବାର ଥାର୍ଡ଼ ପାଳି। ଆପଣମାନେ ବି ସମସ୍ତେ ପୂଜା କରିଥିବେ। ଆଉ ମୁଁ ଏବେ ପୂଜା କରିକି ଆସିଲି। ଏବେ ହେଲାଣି ଟାଇମ୍ 6ଟା। ଆଜି ଶୀତ ବି ଟିକେ ନାହିଁ। ଆର ସେକେଣ୍ଡ ଗୁରୁବାରରେ ଟିକେ ଶୀତ ଥିଲା, ଆଜି ଶୀତ ଟିକେ ନାହିଁ। ମାନେ ଆଜି ନର୍ମାଲ ପାଗ ଲାଗୁଛି। ମାନେ କାଲି ରାତିରୁ ଟିକେ ଗରମ ଗରମ ଲାଗୁଛି। ଆଉ ମୋତେ ଟିକେ ଗରମ ହେଲା ବୋଲି ମୁଁ ଏବେ ଟିକେ ଆସିକି ଫ୍ୟାନ୍ ଲଗେଇକି ଏଠି ଠିଆ ହେଇଛି। ଆଜି ଶୀତ କିଛି ଲାଗୁନି, ମାନେ ପାଗ ପୁରା ନର୍ମାଲ ଲାଗୁଛି। ଏବେ ଟିକେ ମୋତେ ଗରମ ଲାଗିଲା, ମାନେ କାଲି ରାତିରୁ ମାନେ କିଛି ଶୀତ ଜଣାପଡ଼ୁନି, ଗରମ ଲାଗୁଛି। ଏବେ ହେଲାଣି ଟାଇମ୍ 8ଟା। ଆଉ ମୁଁ ଟିକେ ଛାତ ଉପରକୁ ଯାଉଛି। ବାହାରେ ଟିକେ ଦେଖିବି ଟିକେ ଗଛର ଆଜି ଆମର କେମିତି ଅଛନ୍ତି। ଦେଖନ୍ତୁ କେତେ ଗଛର ସବୁ ଘଞ୍ଚ ହେଇଥିଲା, ସବୁ ଉପାଡ଼ି ଦେଇଛି ମୁଁ କାଟକୁଟି କରିଦେଇକି। ଫୁଲ ଟିକେ କମିଗଲା, ଭଲରେ ହେଲାନି। ସବୁ ଅନାବନା ଯେଉଁ ବର୍ଷା ହେଇଯାଇଥିଲା, ସବୁ ଅନାବନା ଘାସ ସବୁ ହେଇଯାଇଥିଲା, ତ ମୁଁ ଟିକେ ଉପାଡ଼ିକି ଏବେ ଗଛଟା ଟିକେ ସଫା କରିଦେଇଛି। ଫୁଲ ବି ଟିକେ କମିଯାଇଛି। ଆଉ ଟିକେ ଭଲ ଭାବେ ଟିକେ ତାକୁ ଟିକେ ସାର ଫାର ଦେଲେ, କ'ଣ ପରିବା ଚୋପା ସାର ଫାର ଟିକେ କ'ଣ ଦେଲେ, ପାଣି ଦେଲେ ସେ ଆଉ ଟିକେ ଫୁଲ ଆସିବ। ଏଇ ଗଛ ମାନେ ସବୁ କେତେ ଫୁଲ ହେଉଥିଲା, କନିଆରୀ ଫୁଲ ହେକା, ଏବେ ଟିକେ କମିଯାଇଛି ସବୁ। ଦେଖନ୍ତୁ ଆଜି ପାଗଟା କେତେ ବଢ଼ିଆ ହେଇଛି। ଟିକେ ଟିକେ ସୂର୍ଯ୍ୟ ଉପରକୁ ଉଠିଛନ୍ତି, ପାଗଟା ବଢ଼ିଆ ହେଇଛି। ମାନେ ବ୍ଲୁ ଆକାଶ ଭିତରେ ପୁରା ଧଳା ଧଳା ବାଦଲରେ ଭର୍ତ୍ତି ହେଇଛି। ବଢ଼ିଆ ଲାଗୁଥିଲା। ମୁଁ ସକାଳ 6ଟାକୁ ଯେତେବେଳେ ଆସିଥିଲି, ସେତେବେଳେ ଆଉ ଟିକେ ମାନେ ଆକାଶଟା ବଢ଼ିଆ ସୁନ୍ଦର ଦେଖାଯାଉଥିଲା। ମୁଁ ଏବେ କିଚେନ୍ ଆସିଲି। ଆଉ ଝିଅ ପାଇଁ ଏଠି ଆଳୁ ଭାଜୁଛି, ତେଣୁ କ୍ଷୀରି ତ ଭୋଗ ମାଆଙ୍କୁ ଲଗେଇନି, ତେଣୁ ତାକୁ ବି ଦେଇ ହେବନି। ଆଉ ତାକୁ ମଧ୍ୟ ସକାଳୁ ମିଠା ଲାଗୁଛି, ସେ କ୍ଷୀରି ବି ମନା କଲା ଖାଇବାକୁ। ତେଣୁ ସେ କହିଲା ମୋ ପାଇଁ ଟିକେ ଆଳୁ ଭାଜିଦିଅ, ରୁଟି କରିଦିଅ। ମୁଁ ତା ପାଇଁ ଏଠି ଆଳୁ ଭାଜୁଛି। ଆଉ ଏଠି ଦେଖନ୍ତୁ ମାଆଙ୍କ ପାଇଁ ମୁଁ ଏଠି କ୍ଷୀରି ପ୍ରସ୍ତୁତ କରିଦେଇଛି। କ୍ଷୀରିଟାକୁ ମୁଁ ପ୍ରଥମେ କରିକି ରଖିଦେଲି, କାରଣ ଚୁଲିରେ ଆଉ କିଛି ବସେଇ ହେବନି। ଆଗ କ୍ଷୀରି ଟିକେ ମାଆଙ୍କ ପାଇଁ ମୁଁ ଆଗ ପ୍ରସ୍ତୁତ କରି ରଖିଦେଲି। ତାପରେ ଝିଅ ପାଇଁ ରୁଟି ଭଜା କଲି। ଆଉ ଏଠି ମୁଁ ଦେଖନ୍ତୁ ମୁଁ ଝୋଟି ପକାଇଛି। ଆଜି ମୁଁ ନୋରୁଜରେ ସବୁ ଝୋଟି ପକାଇଛି। 2 ଦିନ ହେଲା ଚାଉଳରେ ବାଟିକି ଦେଉଥିଲି, ଆଜି ସବୁ ନୋରୁଜରେ ମୁଁ ଝୋଟି ପକାଇଛି। ଆଉ ଝିଅ ଏଠି ବସିକି ପାଠ ପଢ଼ୁଛି। ଆଉ ମୁଁ ତାକୁ ଆଣିକି ରୁଟି ଭଜା ଟିକେ ଖାଇବାକୁ ଦେଲି। ତାପରେ ମୁଁ ଏବେ ଫ୍ରି ହେଇଗଲେ ମାଆଙ୍କୁ ଯାଇକି ମଧ୍ୟ ପୂଜା ବି କରିଦେବି।
କଦଳୀ ପତ୍ର ଟିକେ ମୁଁ ଏଥର ପାଇଥିଲି, ମାଆଙ୍କୁ ଟିକେ ମୁଁ ଭୋଗ ଲଗାଇବାକୁ ଆସିଲି। ଆମର ଶାଶୁ ଥିଲାବେଳେ ଆମର କ୍ଷୀରି ଯେମିତି ହେଲେ ମାଆଙ୍କୁ ପୂଜା ଲାଗିବ, ଆଉ ସବୁପାଳି କ୍ଷୀରି ଯେମିତି ହେଲେ ମାଆଙ୍କୁ ପୂଜା ଲାଗିବ। ତା ସାଙ୍ଗେ ପିଠା, ହଁ ଛଣା ମଣ୍ଡା ପିଠା ବି ପୂଜା ହେବ। ଯେଉଁଦିନ ମାଣ ବସିବ ଛଣା ମଣ୍ଡା ପିଠା ପୂଜା ହେବ। ତେଣୁ କ୍ଷୀରି ନହେଲେ ସବୁବେଳେ ଭୋଗ ଲାଗିବ, ତେଣୁ ମୁଁ କ୍ଷୀରି କରିକି ମାଆଙ୍କୁ ପୂଜା କଲି। କେତେ ଲୋକ କେତେ ପ୍ରକାର ମାଆଙ୍କ ପାଇଁ ଭୋଗ ସବୁ ପ୍ରସ୍ତୁତ କରିଥିବେ। ଆମ ଓଡ଼ିଆ ଘରେ ତ ବିଭିନ୍ନ ମାନେ ପ୍ରକାର ପୂଜା, ବିଭିନ୍ନ ପ୍ରକାର ଜିନିଷ ମାଆଙ୍କ ପାଖେ ପୂଜା ଲାଗି ହୁଏ। ମାଆଙ୍କୁ ଏବେ ଆମେ କ୍ଷୀରି ଭୋଗ ଲଗାଇବା, ଆଉ ସେଥିପାଇଁ ମୁଁ ଦୀପ ଆଉ ଝୁଣା ମାଆଙ୍କ ପାଇଁ ପ୍ରସ୍ତୁତ କରୁଛି। ଆମେ ଏବେ ଦୀପରେ ମାଆଙ୍କୁ ଆରାଧନା କରିବା। ଓମ୍ ଲକ୍ଷ୍ମୀନାରାୟଣ ନମସ୍ତୁତେ କହି ମାଆଙ୍କୁ ଆରାଧନା କରିବା, ଆଉ ଝୁଣାରେ ମଧ୍ୟ ମାଆଙ୍କୁ ଆଜି ପୂଜା କରିବା। ଆଜି ତ ସମସ୍ତଙ୍କ ଘରେ ଝୁଣା ଦୀପରେ ମାନେ ଘର ସାରା ବଢ଼ିଆ ବାସ୍ନା ହେଉଥିବ, ମାନେ ଚାରିଆଡ଼େ ଯାହା ଘରେ ଆଜି ଦେଖିବ ପୁରା ଲକ୍ଷ୍ମୀମୟ ପରିବେଶ। ଆଜି ଆମର ମାନେ ଓଡ଼ିଆମାନଙ୍କର ପର୍ବଟା ସତରେ ବହୁତ ହିଁ ବଢ଼ିଆ। ତାପରେ ଆମେ ମାଆଙ୍କୁ ମୁଣ୍ଡିଆ ମାରିବା, ଆଉ ଏଠି ମାଆଙ୍କୁ ଯେଉଁ କ୍ଷୀରି ଭୋଗ କରିଛି ତାଙ୍କୁ ମାଆଙ୍କୁ ପ୍ରସାଦ ରୂପେ ପୂଜା କରିବା, ଆଉ ତାଙ୍କୁ ସମର୍ପିତ କରିବା। ମାଆଙ୍କୁ ଆମେ ଏଠି କ୍ଷୀରି ଭୋଗ ଲଗାଇ ସାରିଲେ ତାପରେ ଆମେ ମାଆଙ୍କର ଭୋଗ ପ୍ରସାଦ ରୂପେ ପାଇବା। ଏବେ ମୁଁ ଆସିଲି ମାଆଙ୍କ ବହି ପଢ଼ିବି, ଆଉ ଟିକେ ଲକ୍ଷ୍ମୀ ମହାପ୍ରଭୁଙ୍କୁ ବହି ଛୁଆଁଇକି ମୋ ମାଆଙ୍କର ବହି ଟିକେ ପଢ଼ିବି। ଆଜି ସମସ୍ତେ ଲକ୍ଷ୍ମୀପୁରାଣ ବହି ପଢ଼ିଥାନ୍ତି। ଏଇ ମାଣବସା ଗୁରୁବାର କେବଳ ଲକ୍ଷ୍ମୀପୁରାଣ ବହି ପଢ଼ାଯାଏ। ଆଜି ସମସ୍ତ ଗୃହିଣୀମାନେ ଲକ୍ଷ୍ମୀପୁରାଣ ବହି ପଢ଼ିଥାନ୍ତି, ଆଉ ମନକୁ ମଧ୍ୟ ପଢ଼ିଲେ ବହୁତ ଶାନ୍ତି ଲାଗିଥାଏ। ଆଉ ଦେଖନ୍ତୁ ମୁଁ ଏଠି ମାଆଙ୍କୁ ସଜେଇ ଦେଇଛି, ମାନେ ମୁଁ ଯେତିକି ସଜେଇଛି ମାନେ ମୋତେ ବହୁତ ହି ଖୁସି ଲାଗୁଛି, ଆଉ ବହୁତ ହି ଖୁସି ଲାଗିଛି। ମୁଁ ମାନେ ଅନ୍ୟମାନେ ତ ମାଆଙ୍କୁ ସବୁ କେତେ ସୁନ୍ଦର ଭାବେ ବି ସଜେଇଥିବେ। ମୁଁ ଏଠି ମାଆଙ୍କୁ ନୂଆ ବସ୍ତ୍ର ପିନ୍ଧେଇଛି, ଆଉ ତାଙ୍କ ପାଖରେ ଏଠି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ବିରାଜମାନ କରିଛି। ତାପରେ ମୁଁ ଏଠି ଆସିଲି ଚାହା ତିଆରି କଲି, ଆଉ ହଜବେଣ୍ଡକୁ ଟିକେ ନାଲି ଚାହା ଦେବି। ସେ ସକାଳୁ ଟିକେ କ୍ଷୀର ଚାହା ପିଅନ୍ତିନି, ଆଉ ମୋ ପାଇଁ ଟିକେ ଏଠି କ୍ଷୀର ଚାହା ବସେଇଛି। ଆଉ ଏପଟେ ବି ମୋର କ୍ଷୀର ଚାହା ଏଠି ରେଡ଼ି ହେଇଗଲା, ମୁଁ ପିଇବି। ତାପରେ ଏପଟେ ସବୁ ଦ୍ୱିପହର ଏଠି ଲଞ୍ଚ ପାଇଁ ପ୍ରିପେୟାର କଲିଣି। ଡାଲି, ଆଉ ଏଠି ଦହି ବୁନ୍ଦି କରିଛି, ବାଇଗଣ ଭଜା, ଆଉ ମୂଳା ଭଜା, ମୂଳା ଭଜା, ଆଉ ଏଠି ଏପଟେ ଅରୁଆ ଭାତ ମୋର ରେଡ଼ି ଅଛି, ଆଉ ଆଳୁ ଭର୍ତ୍ତା ମଧ୍ୟ ମୁଁ କରିଛି। ସବୁ ଆଜି ଘିଅରେ ତିଆରି ହେଇଛି। ଏବେ ହେଲାଣି ଟାଇମ୍ 3ଟା, ଆଉ ହଜବେଣ୍ଡ ଝିଅ ଆସିକି ପହଞ୍ଚିଲେ, କହିଲେ ଜଲ୍ଦି ଜଲ୍ଦି ବାଢ଼ ଭୋକ ଲାଗିଲାଣି। ଆଉ ଆମେ ତାପରେ ବାଢ଼ାବୁଢ଼ି କରିକି ସମସ୍ତେ ମିଶିକି ଖାଇଲୁ। ଆଉ ଆମର ଖିଆପିଆ ସରିଲା, ଖାଇ ପିଇକି ଆସିଲା ବେଳକୁ ପାର୍ସଲ ଆସିକି ମୋର ପହଞ୍ଚିଲା। ଆଉ ଏ ପାର୍ସଲରେ କ'ଣ ଆସିଛି ମୁଁ ଆପଣମାନଙ୍କୁ ଦେଖାଉଛି। ମୁଁ ଏବେ ପାର୍ସଲ ଖୋଲୁଛି, ଆଉ ପାର୍ସଲରେ କ'ଣ ଅଛି ଆପଣମାନଙ୍କୁ ଦେଖାଉଛି। ମୁଁ ଏଠି ଲକ୍ଷ୍ମୀ ମାଆଙ୍କର ଖଟୁଲି ମଗାଇଥିଲି, ମାନେ ଲକ୍ଷ୍ମୀ ମହାପ୍ରଭୁଙ୍କୁ ବସାଇବା ପାଇଁ ଖଟୁଲି ସେଇଟା ମଗାଇଥିଲି, କିନ୍ତୁ ଖଟୁଲି ଟିକେ ଛୋଟ ପଡ଼ିଲା, ମାନେ ମାଆଙ୍କର ଯେଉଁ ସେ ସିଂହାସନ ସହିତ ବସିବା ପାଇଁ। ଝିଅର ସାଙ୍ଗ ତା ବାର୍ଥଡେରେ ଏଇ ସେଣ୍ଟେଡ୍ କ୍ୟାଣ୍ଡେଲ୍ ତାକୁ ଗିଫ୍ଟ କରିଥିଲେ। ଆଉ ଏଇଟା ଦେଖନ୍ତୁ, ମାନେ ଏଇଟା ମଝିରେ ରଖିକି କ୍ୟାଣ୍ଡେଲ୍ ମଝିରେ ରଖିକି ଏଇଟା ସଜା ହେବ। ଆଉ ଏଇଠି ଯେଉଁ ଗ୍ଲାସ୍ରେ ଯେଉଁ କ୍ୟାଣ୍ଡେଲ୍ ଅଛି, ଏଇଟା ପାଣି ଉପରେ ଏମିତି ଥୋଇକି ଲଗାଯିବ। ଆଉ ଏ ଯେଉଁ ଫୁଲର ଯେଉଁ କ୍ୟାଣ୍ଡେଲ୍ ହେଇଥିଲା ଏଇଟା ବଢ଼ିଆ ହିଁ ସେଣ୍ଟେଡ୍ ଥିଲା, ଆଉ ଦେଖିକି ବି ବହୁତ ବଢ଼ିଆ ଲାଗୁଥିଲା ଫୁଲ କ୍ୟାଣ୍ଡେଲ୍। ଆଉ ଏବେ ଏ ଯେଉଁ ଲାଇଟ୍ଟା ଦେଖୁଛନ୍ତି, ଏଇଟା ତା ବାପାଙ୍କ ସାଙ୍ଗ ଜଣେ ଝିଅକୁ ଗିଫ୍ଟ କରିଥିଲେ। ସେ ଦିୱାଲିରେ ଦେଇଥିଲେ, ଝିଅ ଲଗାଇ ନଥିଲା। ଆଉ ଏବେ ଏଠି କ୍ୟାଣ୍ଡେଲ୍ ଲଗେଇକି ଆପଣମାନଙ୍କୁ ଦେଖାଉଛି। ଯଦି ଆପଣଙ୍କୁ ମୋ ଭିଡ଼ିଓ ଭଲ ଲାଗିବ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ତାହେଲେ ଆପଣ ମୋର ପ୍ରଥମେ ନୋଟିଫିକେସନ୍ ପାଇପାରିବେ। ଆଉ ଆଜି ପାଇଁ ରହୁଛି, ମୁଁ ଆପଣଙ୍କ ପାଇଁ ଗୋଟେ ନୂଆ ବ୍ୟୁଟିଫୁଲ୍ ବ୍ଲଗ୍ ଧରିକି ଆସିବି। ତାହେଲେ ରହୁଛି ବାଏ।